ବିଶ୍ୱକପ୍ ପୂର୍ବରୁ ଟି20 ଦଳକୁ ଫେରିବେ ରୋହିତ ଶର୍ମା। ସିରିଜରେ ହେବେ ଅଧିନାୟକ। ଭାରତ ବନାମ ଆଫଗାନିସ୍ତାନ ରୋହିତ ଶର୍ମା ଭାରତୀୟ ଦଳର ନିୟମିତ। ରୋହିତ ଶର୍ମାଙ୍କ ବିଷୟରେ ଏକ ବଡ଼ ଅପଡେଟ୍ ଆସୁଛି। 2024 ଟି20 ବିଶ୍ୱକପ୍ ପୂର୍ବରୁ ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଫେରି ପାରିବେ। 2022 ଟି20 ବିଶ୍ୱକପ୍ ପରଠାରୁ ରୋହିତ ଶର୍ମା ଏହି ଫର୍ମାଟରୁ ଦୂରେଇ ରହିଛନ୍ତି। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ସିରିଜ ପାଇଁ ଦଳ ଖୁବ୍ ଶୀଘ୍ର ଘୋଷଣା କରାଯିବ। ରୋହିତ ଫେରିବେ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି20 ସିରିଜ ଜାନୁଆରୀ 11ରୁ ଆରମ୍ଭ ହେବ। 3 ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷରେ ଟି20 ଅଧିନାୟକତ୍ୱ କରିଛନ୍ତି, କିନ୍ତୁ ଆହତ କାରଣରୁ ସୂର୍ଯ୍ୟକୁମାର ଯାଦବ ଦଳ ବାହାରେ ଅଛନ୍ତି। ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ନୁହନ୍ତି। ସୂର୍ଯ୍ୟ ଖେଳିବା କଷ୍ଟକର। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ରୋହିତ ଶର୍ମା ଦଳର ଅଧିନାୟକତ୍ୱ ଗ୍ରହଣ କରିବା। 2024 ଟି20 ବିଶ୍ୱକପ୍ ପୂର୍ବରୁ ରୋହିତ ଶର୍ମା ପୁଣି ଥରେ ଏହି ଫର୍ମାଟରେ ନିଜକୁ ପ୍ରମାଣ କରିବାର ସୁଯୋଗ ପାଇବେ। ସାଇଟ୍ ସ୍ପୋର୍ଟସର ଏକ ରିପୋର୍ଟ ଅନୁଯାୟୀ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜରେ କାହାକୁ ଅଧିନାୟକତ୍ୱ ଦିଆଯିବ ତାହା ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରିବ। ଅଧିକାରୀ କ'ଣ କହିଛନ୍ତି ଜାଣନ୍ତୁ। ଅଧିକାରୀ କହିଛନ୍ତି ଯେ ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କ ସହ ଅଧିନାୟକତ୍ୱରେ କଥା ହୋଇଛନ୍ତି ଏବଂ ସେ ଏଥିପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେବେ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ରୋହିତ ଶର୍ମାଙ୍କ ସହ କଥା ହେବେ। କେବଳ ସେତେବେଳେ ହିଁ ଜଣାପଡ଼ିବ ଯେ ରୋହିତ ଟି20 ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ କି ନାହିଁ। ଆମେ ଆପଣଙ୍କୁ କହିବୁ ଯେ ଆଇପିଏଲ୍ 2024 ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଛନ୍ତି। ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ହେବେ।